ପିଲାମାନେ ଆଜି ମୁଁ ତୁମମାନଙ୍କ ପାଇଁ ଏହି ବର୍ଷ 2024-25ର ଦ୍ୱିତୀୟ ଶ୍ରେଣୀ ମାତୃଭାଷା ଲିଖିତ ପ୍ରଶ୍ନ ନେଇ ଆସିଛି। ଆଜି ଏହାକୁ ଆଲୋଚନା କରିବା। 1 ନମ୍ବର ପ୍ରଶ୍ନ, ହସ ଖୁସି ବହିର ପୃଷ୍ଠା 135ର ପାଠ 15 ଉତ୍ସବ ବାବୁଙ୍କ ... ଚାଷ କରିବାକୁ ଚାହିଁଲାର ଶ୍ରୁତଲିଖନ ଡକାଯିବ। ତାହା ପାଇଁ 5 ମାର୍କ ରହିଛି। 2 ନମ୍ବର ପ୍ରଶ୍ନ, ସୁନ୍ଦର ହସ୍ତାକ୍ଷର ପାଇଁ ମଧ୍ୟ 5 ମାର୍କ ଦିଆଯିବ। 3 ନମ୍ବର ପ୍ରଶ୍ନ, ସୁଲିଖନ ପରିବେଶ ସଫା ରଖ ଏହି ବାକ୍ୟଟିକୁ ଗାର ମଧ୍ୟରେ ଲେଖ। ପିଲାଟି ଏହି ବାକ୍ୟଟିକୁ ଗାର ମଧ୍ୟରେ ଲେଖିବ, ତା ପାଇଁ ରହିଛି 5 ମାର୍କ। 4 ନମ୍ବର ପ୍ରଶ୍ନ, ଯେକୌଣସି 3ଟି ପ୍ରଶ୍ନର ଉତ୍ତର ଲେଖ। କ ପ୍ରଶ୍ନ ଦେଇଛି, ଗାଁ ଲୋକମାନେ କିପରି ପର୍ବପର୍ବାଣି ପାଳନ କରନ୍ତି? କିପରି ପର୍ବପର୍ବାଣି ପାଳନ କରନ୍ତି ଗାଁ ଲୋକମାନେ? ତା ଉତ୍ତର ହେଉଛି, ଗାଁ ଲୋକମାନେ ମିଳିମିଶି ପରସ୍ପର ସହ ସହଯୋଗ କରି ପର୍ବପର୍ବାଣି ପାଳନ କରନ୍ତି। ଖ ନମ୍ବର ପ୍ରଶ୍ନ, ନଈ ବଢ଼ି ଆସିଲେ କି ଅସୁବିଧା ହୁଏ? ତାର ଉତ୍ତର ହେଉଛି, ନଈ ବଢ଼ି ଆସିଲେ ରାସ୍ତାଘାଟରେ ପାଣି ମାଡ଼ି ଆସେ, ଫସଲ ନଷ୍ଟ ହୋଇଯାଏ। ଗ ନମ୍ବର ପ୍ରଶ୍ନ, କାହାର ଜନ୍ମଦିବସକୁ ଗୁରୁ ଦିବସ ରୂପେ ପାଳନ କରିଥାଉ? ଏହା ଉତ୍ତର ହେଉଛି, ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଗୁରୁ ଦିବସ ରୂପେ ପାଳନ କରିଥାଉ। ଘ ନମ୍ବର ପ୍ରଶ୍ନ, ଖରାଦିନେ କେଉଁ କେଉଁ ଫୁଲ ଫୁଟେ? ଖରାଦିନେ ତରାଟ, ଟଗର ଫୁଲ ଫୁଟେ। 5 ନମ୍ବର ପ୍ରଶ୍ନ, ବଉଳା ଗାଈ ଗପଟିକୁ ନିଜ ଭାଷାରେ ଲେଖ କିମ୍ବା ଆମ ଶିଶୁ ମନ୍ଦିର ବିଷୟରେ ରଚନା ଲେଖ। ତା ପାଇଁ ରହିଛି 10 ମାର୍କ। 6 ନମ୍ବର ପ୍ରଶ୍ନ, ବାକ୍ୟ ଗଠନ କର। ପରାମର୍ଶ କ'ଣ ହେବ? ମୁଁ ତାଙ୍କୁ ଭଲ କାମ କରିବାକୁ ପରାମର୍ଶ ଦେଲି। ଦୁର୍ଦ୍ଦିଜ କ'ଣ? ପର୍ବପର୍ବାଣି। ହିନ୍ଦୁମାନେ ବିଭିନ୍ନ ପର୍ବପର୍ବାଣି ପାଳନ କରିଥାନ୍ତି। ସହିଷ୍ଣୁ କ'ଣ ହେବ ବାକ୍ୟ ଗଠନ କଲେ? ରାମବାବୁ ଜଣେ ସହିଷ୍ଣୁ ସ୍ୱଭାବର ଲୋକ ଅଟନ୍ତି। ସୁସ୍ଥ, ସେ ଜଣେ ସୁସ୍ଥ ମଣିଷ। 7 ନମ୍ବର ପ୍ରଶ୍ନ, ଶବ୍ଦ ଗୁଡ଼ିକୁ ସଜାଡ଼ି ଉପଯୁକ୍ତ ବାକ୍ୟ ଗଠନ କର। କ ପ୍ରଶ୍ନ ଦେଇଛି, ଜାତୀୟ ପର୍ବ ଏକ ଗାନ୍ଧୀ ଜୟନ୍ତୀ। ସଜାଡ଼ି ଲେଖିଲେ କ'ଣ ହେବ? ଗାନ୍ଧୀ ଜୟନ୍ତୀ ଏକ ଜାତୀୟ ପର୍ବ। ଗାନ୍ଧୀ ଜୟନ୍ତୀ ଏକ ଜାତୀୟ ପର୍ବ। ଖ ପ୍ରଶ୍ନ ଦେଇଛି, ଯାଉଅଛି ବିଷ୍ଣୁପୁର ସୁଦେଷ୍ଣା। ଉତ୍ତର କ'ଣ ହେବ? ସୁଦେଷ୍ଣା ବିଷ୍ଣୁପୁର ଯାଉଅଛି। ବିଷ୍ଣୁପୁର ଗ ପ୍ରଶ୍ନ ଦେଇଛି, ସମ୍ପଦ ହିଁ ସ୍ୱାସ୍ଥ୍ୟ। ଠିକ୍ ଲେଖିଲେ କ'ଣ ହେବ? ସ୍ୱାସ୍ଥ୍ୟ ହିଁ ସମ୍ପଦ। ସ୍ୱାସ୍ଥ୍ୟ ହିଁ ସମ୍ପଦ। ଘ ପ୍ରଶ୍ନ ଦେଇଛି, ମରୁଡ଼ି ହେବ ବର୍ଷା ନହେଲେ। ଏହାକୁ ଠିକ୍ ଲେଖିଲେ କ'ଣ ହେବ? ବର୍ଷା ନହେଲେ ମରୁଡ଼ି ହେବ। ବର୍ଷା ନହେଲେ ମରୁଡ଼ି ହେବ। ଓ ପ୍ରଶ୍ନ ଦେଇଛି, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅଟେ ପୁରୀର। ଠିକ୍ ଲେଖିଲେ କ'ଣ ହେବ? ପୁରୀର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ ଅଟେ। ପୁରୀର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ ଅଟେ। 8 ନମ୍ବର ପ୍ରଶ୍ନ, ଶୂନ୍ୟସ୍ଥାନ ପୂରଣ କର। କ ପ୍ରଶ୍ନ ଦେଇଛି, ବୈଷ୍ଣବ ଧର୍ମର ପ୍ରଚାର ଡ୍ୟାସ୍ କରିଥିଲେ। ତ ଉତ୍ତର କ'ଣ ହେବ? ବୈଷ୍ଣବ ଧର୍ମର ପ୍ରଚାର ଶ୍ରୀ ଚୈତନ୍ୟ କରିଥିଲେ। ଶ୍ରୀ ଚୈତନ୍ୟ। ଶ୍ରୀ ଚୈତନ୍ୟ କରିଥିଲେ। ଖ ପ୍ରଶ୍ନ ଦେଇଛି, ଆଜିର ଶିଶୁ କାଲିର ଡ୍ୟାସ୍। ଉତ୍ତର କ'ଣ ହେବ? ଆଜିର ଶିଶୁ କାଲିର ନାଗରିକ।
ग प्रश्न देछि देहरे डैश पिंधाई देव उत्तर कौन हेबो देहरे पोशाक पिंधाई देव पोशाक। घ प्रश्न देछि नई पाख जमी भारी डैश उत्तर कौन हेबो नई पाख जमी भारी उर्वर। कौन प्रश्न देछि पिलाटी डैश जोगु नाक सुं सुं करुछि उत्तर कौन हेबो पिलाटी सर्दी जोगु नाक सुं सुं करुछि सर्दी। नौन प्रश्न जुक्ताक्षर विश्लेषण कर जेपरी उदाहरण देछि मम्भम्ब कौन म जुक्त भ जुक्त अ सेहीपरि क देछि त कौन हेबो परहलंत जुक्त तरहलंत जुक्त अ। ख प्रश्न देछि कौन स्ट कौन हेबो मूर्धन्यस्वर हलंत जुक्त टर हलंत जुक्त अ सेहीपरि क कौन हेबो बर हलंत जुक्त दर हलंत जुक्त अ। घ प्रश्न देछि द्वितीय तो कौन केमि लिखंती विश्लेषण करी कौन हेबो तर हलंत जुक्त तर हलंत जुक्त अ। कौन देछि ल विश्लेषण कले कौन हेबो ल जुक्त ल जुक्त अ। दशम प्रश्न शुद्ध करी लेख। क प्रश्न देछि मु फल खाइबा को भल पाती आ शुद्ध कर लिखले कौन हेबो मु फल खाइबा को भल पाए। ख प्रश्न देछि सेमाने औषध खाइला या को ठीक करले कौन हेबो सेमाने औषध खाइले। ग देछि कौन मो सहित आपण कथा हेली या को शुद्ध कर लिखले कौन हेबो मो सहित आपण कथा हेले। घ प्रश्न देछि मोते बहुत खुशी लागिले या को शुद्ध कर लिखले कौन हेबो मोते बहुत खुशी लागिला। ओ प्रश्न देछि माँ सरस्वती हाथ रे बीणा धरिछि या को ठीक कर लिखले कौन हेबो माँ सरस्वती हाथ रे बीणा धरिछंती। 11 प्रश्न स्तंभ मिलन कर। क स्तंभ देछि शीत पथुरिया शून्य कागज गछ। ख स्तंभ देछि लता डंगा ऋतु अंचल हस्त। देख पिला माने शीत कौन हेबो शीत हेबो ऋतु शीत ऋतु। सेही परि पथुरिया कौन पथुरिया अंचल। शून्य कौन हेबो शून्य हस्त। कागज कौन हेबो कागज डंगा। गछ कौन हेबो गछ सहित कौन हेबो लता गछ लता।